ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଆସିଥାନ୍ତି। ଚିଲିକାର ଚତୁଃପାର୍ଶ୍ୱରେ ଥିବା ଜଳାଶୟ ଯଥା ମଙ୍ଗଳାଜଡ଼ି, ଭୂଷଣପୁର, ବାଲିପାଟପୁର, ବଉଳାବନ୍ଧ, ସୁନନ୍ଦା ଓ କାଲୁରୀ ଆଦି ଅଞ୍ଚଳରେ ଥିବା ଜଳାଶୟ ମାନଙ୍କରେ ଦେଖାଯାଇଥାନ୍ତି ବିଦେଶରୁ ଆସିଥିବା ବିଭିନ୍ନ ପ୍ରକାରର ପକ୍ଷୀ ସବୁ। ତେବେ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଓଡ଼ିଶାକୁ ପାଖାପାଖି 4,94,000 ବିଦେଶାଗତ ପକ୍ଷୀର ଆଗମନ ହୋଇସାରିଲାଣି। କେବଳ ନଳବଣକୁ ପ୍ରାୟ 2,17,000 ବିଦେଶାଗତ ପକ୍ଷୀ ଆସିଛନ୍ତି। ଏହାସହ ଜାନୁଆରୀ ମାସରୁ ପକ୍ଷୀ ଗଣନା ଆରମ୍ଭ କରାଯିବ। ଆଜି ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବିଦେଶାଗତ ପକ୍ଷୀମାନଙ୍କ ପାଇଁ ପ୍ରତିବର୍ଷ ଅକ୍ଟୋବରରୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ 21ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ଓ 2ଟି ଭ୍ରାମ୍ୟମାଣ ଦଳ ଗଠନ କରାଯାଉଛି। ଏହାସହ ପ୍ରତି ଶିବିରରେ 3 ଜଣ ସ୍ଥାନୀୟ ଯୁବକ ଏବଂ ଜଣେ ବନରକ୍ଷୀଙ୍କ ଦ୍ୱାରା ପକ୍ଷୀମାନଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।